ଭାଙ୍ଗଟା ଆୟୁର୍ବେଦିକ ମେଡିସିନ ଗଲି ଗଲିରେ ମଦ ପିଲାଗୁଡ଼ା ମରିଯାଉଛନ୍ତି ମର୍ଡର କରୁଛନ୍ତି ଆକ୍ସିଡେଣ୍ଟରେ ମରୁଛନ୍ତି ଭାଙ୍ଗରେ କେହି କେବେ ମରିନାହାନ୍ତି ମଦ ଖାଇଲେ ତୁମେ ଗୁଳି କରିଦେବ ଛୁରୀ ଭୁସି ତୁମେ ମାରିଦେବ ଭାଙ୍ଗ ଖାଇଲେ ତୁମ ହାତ କୁଆଡ଼େ ଉଠିବନି ଧୀର ହେଇଯିବ ସ୍ଥିର ହେଇଯିବ ଏବଂ ଭାଙ୍ଗଟା ଆୟୁର୍ବେଦିକ ମେଡିସିନ ଭଗବାନ ମାନଙ୍କ ପାଖେ ପୂଜା ହୁଏ ଦେବୀମାନଙ୍କ ପାଖେ ପୂଜା ହୁଏ ଏବଂ ଟିକିଏ ବେଲ ଅଳ୍ପ ଭାଙ୍ଗ ଯଦି ମେଡିସିନ ହିସାବରେ ଖାଇବ ମୁଁ 3 ମାସ ଖାଏ ଖରା ଦିନେ ପେଟ ଗରମ ହୁଏ କି ବନ୍ଦ କିଏ କରିବେ ଜଗନ୍ନାଥ ବନ୍ଦ କରିପାରିବେ ଇଏ ମୋହନ ମାଝୀ ବନ୍ଦ କରିବ ତୁ ପାଗଲ କଥା ସେ ଆଗ ତାଙ୍କ ଗାଁରେ ମଦ ବନ୍ଦ କରନ୍ତୁ କଲିକତିରେ ବିକ୍ରି ହେଉଛି ମୋହନ ବାବୁ ତାଙ୍କରି ଗାଁରେ ତାଙ୍କ କେଉଁଝରରେ ବନ୍ଦ କରନ୍ତୁ ଓଡ଼ିଶାରେ ବନ୍ଦ କରନ୍ତୁ ଗଞ୍ଜେଇ ସାଧୁମାନେ ଖାଆନ୍ତି ସନ୍ତମାନେ ଖାଆନ୍ତି ପେସେନ୍ସକୁ ରଖିବା ପାଇଁ ସିଦ୍ଧି ଲାଭ କରିବା ପାଇଁ ଧୈର୍ଯ୍ୟ ଧରିବା ପାଇଁ ଗଞ୍ଜେଇ ଦୁଆଁ ଖାଆନ୍ତି ଭାଙ୍ଗ ଖାଆନ୍ତି ସେବାୟତମାନେ ଏବଂ ଶିକ୍ଷିତ ଲୋକମାନେ ଖାଆନ୍ତି ସାଧୁ ସନ୍ତ ଖାଆନ୍ତି ଭଦ୍ର ଲୋକ ଖାଆନ୍ତି ଆୟୁର୍ବେଦିକ ମେଡିସିନ ହିସାବରେ ବେଲ ପକେଇକିରି ଛେନା ପକେଇକି ମୁଁ 3 ମାସ ପାଏ ଖରାରେ ଏ ଖରାରେ ଯେଉଁ ବୁଲେ ବେଲରେ ଟିକେ ଭାଙ୍ଗ ପକେଇ ମେଡିସିନ ଭଳିଆ ଖାଇଲେ ଝାଡ଼ା ବଢ଼ିଆ ହେବ ପେଟ ଥଣ୍ଡା ରହିବ କାମ କରିବାକୁ ମନ ଫୁର୍ତ୍ତି ରହିବ ଏବଂ ମନ ପ୍ରଫୁଲ୍ଲ ରହିବ ମୁଁ ବିରୋଧ କରୁନି ଯଦି ସରକାର ଗୋଟେ ଆକ୍ଟ କରିଛନ୍ତି କଡ଼ାକଡ଼ି କରିବେ ମାଦକ ଦ୍ରବ୍ୟ ହିସାବରେ ଯେଉଁମାନେ ଚୋରି କରି ବିକ୍ରି କରୁଛନ୍ତି ଟଙ୍କା ରୋଜଗାର କରୁଛନ୍ତି ବାଟରେ ଘାଟରେ ବିକ୍ରି କରୁଛନ୍ତି ରାସ୍ତାରେ ବିକ୍ରି କରୁଛନ୍ତି